ଘଞ୍ଚ ଜଙ୍ଗଲଟାଏ ଥାଏ। ସେହି ଜଙ୍ଗଲର ପାଦଦେଶରେ ଗାଁଟାଏ ଥାଏ। ଗାଁର ଲୋକେ ଅନେକ ମାତ୍ରାରେ ଜଙ୍ଗଲ ଉପରେ ନିର୍ଭର କରୁଥିଲେ। ସେହି ଜଙ୍ଗଲରେ ଭୟଙ୍କର ମାୟାବୀ ଅସୁରଟାଏ ରହୁଥିଲା। ସେହି ଜଙ୍ଗଲକୁ ଚରିବାକୁ ଯାଉଥିବା ଗାଈ ଛେଳିମାନଙ୍କୁ ଉକ୍ତ ଅସୁରଟି ପ୍ରତିଦିନ ଖାଇ ଯାଉଥାଏ। ଖାଲି ସେତିକି ନୁହେଁ, ମଝିରେ ମଝିରେ ଭୟଙ୍କର ଅସୁରଟି ଗାଁ ଭିତରକୁ ପଶି ଆସି ମଣିଷମାନଙ୍କ ଉପରେ ଆକ୍ରମଣ କରି ମଣିଷମାନଙ୍କୁ ବି ମାରି ଖାଇ ଯାଉଥିଲା। ଦିନକୁ ଦିନ ଅସୁରଟିର ଏହିପରି ଅତ୍ୟାଚାର ଫଳରେ ଉକ୍ତ ଗ୍ରାମର ଲୋକମାନେ ଅତିଷ୍ଠ ହୋଇ ପଡ଼ିଲେ। ସାରା ଗାଁଟାରେ କୋକୁଆ ଭୟ ଖେଳିଗଲା। ଗାଁ ଲୋକମାନେ ଭାବିଲେ, ଅସୁରର ଏପରି ଅତ୍ୟାଚାରରେ ନିଶ୍ଚୟ ଭାବରେ ଦିନେ ଗାଁଟା ଜନଶୂନ୍ୟ ହୋଇଯିବ। ସେମାନେ ନିଜ ନିଜର ଜୀବନ ବଞ୍ଚାଇବାକୁ ଏଥର ଭାବିବାକୁ ଲାଗିଲେ। ଦିନେ ଗାଁର ଲୋକମାନେ ବସି ସଭାଟାଏ କଲେ। ସଭାରେ ସ୍ଥିର ହେଲା, ଗାଁ ଲୋକମାନେ ଅସୁରକୁ ଭେଟି ଏ ସମସ୍ୟାର ସମାଧାନ ଅସୁର ସହିତ ବାହାର କରିବେ। ଶେଷରେ ଗାଁ ଲୋକମାନେ ଏକାଠି ହୋଇ ଦିନେ ଅସୁରକୁ ଭେଟିବାକୁ ବାହାରିଲେ। ଗାଁର ମୁଖିଆ ଅସୁର ନିକଟରେ ପହଞ୍ଚିଲା ପରେ କହିଲେ, ହେ ଅସୁର, ଏଥର ଆମେ ପାଳି କରି ତୁମ ପାଖକୁ ପ୍ରତିଦିନ ଗାଡ଼ିଏ ଲେଖାଏଁ ମଣ୍ଡା ପିଠା ପଠାଇବୁ। ତୁମେ ଏହା ବଦଳରେ ଆଉ ଆମ ଗାଁ ଭିତରେ ଆକ୍ରମଣ କରି ଆମମାନଙ୍କୁ ମାରି ଖାଇଦେବନି। ଗାଁ ମୁଖିଆଙ୍କ କଥାରେ ଅସୁର କିଛି ସମୟ ଭାବିବାକୁ ଲାଗିଲା। ସତରେ ଏମିତି ହେଲେ ତାକୁ ଆଉ ଖାଦ୍ୟ ପାଇଁ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଆପେ ଆପେ ଖାଦ୍ୟ ଆସି ତାର ସମ୍ମୁଖରେ ପହଞ୍ଚିଯିବ। ଶେଷରେ ଅସୁରଟି ଗାଁ ମୁଖିଆଙ୍କ କଥାରେ ରାଜି ହୋଇଗଲା। ଏହାପରେ ପ୍ରତିଦିନ ଗାଁ ଲୋକେ ପାଳି କରି ଅସୁର ନିକଟକୁ ଗାଡ଼ିଏ ଲେଖାଏଁ ମଣ୍ଡା ପିଠା ପଠାଇବାକୁ ଲାଗିଲେ। ଅସୁରଟି ମନ ଆନନ୍ଦରେ ଗାଡ଼ିକ ପିଠା ସହିତ ପିଠା ନେଇ ଯାଉଥିବା ଲୋକଟିକୁ ମଧ୍ୟ ଖାଇବାରେ ଲାଗିଲା। ଏମିତି ଭାବରେ କିଛି ଦିନ ଚାଲିଲା। ଦିନେ ସେହି ଗାଁରେ ରହୁଥିବା ଜଣେ ବୁଢ଼ୀଟିର ପାଳି ପଡ଼ିଲା। ବୁଢ଼ୀଟିର ଗୋଟିଏ ବୋଲି ପୁଅ। ବୁଢ଼ୀ ତାର ଗୋଟିଏ ପୁଅକୁ ପିଠା ସହିତ ଅସୁର ନିକଟକୁ ପଠାଇବାକୁ ଚାହୁଁନଥିଲା। ସେ ଜାଣିଥିଲା, ଥରେ ଅସୁର ନିକଟକୁ ପିଠା ନେଇଗଲେ ତାର ପୁଅ ଆଉ ତା ନିକଟକୁ ବାହୁଡ଼ିବ ନାହିଁ। ଅସୁର ସେହି ଜଙ୍ଗଲ ମଧ୍ୟରେ ହିଁ ପିଠା ସହିତ ତା ପୁଅକୁ ମାରି ଖାଇଦେବ। ବୁଢ଼ୀଟିର ଆଗକୁ ପଛକୁ ସାହା ଭରସା ବୋଲି କେହି ନଥାନ୍ତି। ବୁଢ଼ୀଟି କେବଳ ବସି ରହି ଆଖିରୁ ଲୁହ ଝରାଇବାକୁ ଲାଗିଲା। ସେହି ସମୟରେ ପାଣ୍ଡବ 5 ଭାଇ ସେହି ଗାଁରେ ଆସି ପହଞ୍ଚିଲେ। ସେମାନେ ବୁଢ଼ୀଟି କାନ୍ଦୁଥିବାର ଦେଖି ତାର କାରଣ ପଚାରି ବୁଝିଲେ। ବୁଢ଼ୀଟି ନିକଟରୁ ସମସ୍ତ କଥା ଶୁଣି ସାରିବା ପରେ ଦ୍ୱିତୀୟ ପାଣ୍ଡବ ତଥା ବଳଶାଳୀ ଭୀମ ବୁଢ଼ୀଟିକୁ କହିଲେ, ତୁମେ ଟିକିଏ ବି ଚିନ୍ତା କର ନାହିଁ। ତୁମ ପୁଅକୁ ଅସୁର ହାତରେ ମୁଁ ମରିବାକୁ ଦେବି ନାହିଁ। କାଲି ପିଠା ଗାଡ଼ି ସହିତ ଅସୁର ନିକଟକୁ ମୁଁ ହିଁ ଯିବି। ପରଦିନ ଭୀମ ଜାଣି ଜାଣି ଡେରି କରି ପିଠା ଶଗଡ଼ ସହିତ ଜଙ୍ଗଲ ମଧ୍ୟକୁ ଅସୁର ନିକଟକୁ ଚାଲିଲେ। ବାଟରେ ଭୀମ ଅସୁରର ସବୁତିକ ପିଠା ଖାଇଦେଲେ। ତେଣେ ପିଠା ନେଇ ଆସିବାର ଡେରି ହବାର ଦେଖି ଅସୁର ଭୀଷଣ ଭାବରେ ରାଗିଗଲା। ଭୋକରେ ତାର ପେଟ ଜଳିବାକୁ ଲାଗିଥାଏ। ଭୀମ ଯେମିତି ଅସୁର ନିକଟରେ ପହଞ୍ଚିଛନ୍ତି, ଅସୁର ରାଗରେ ଭୀମଙ୍କ ଉଦ୍ଦେଶ୍ୟରେ କହିଲା, କିଏ ରେ ତୁ? ମୋ ନିକଟକୁ ଖାଦ୍ୟ ନେଇ ଆସିବାକୁ ଏତେ ଡେରି କଲୁ? ସେତେବେଳକୁ ଶଗଡ଼ରେ ଗୋଟାଏ ବି ମଣ୍ଡା ପିଠା ନଥାଏ। ଭୀମ ବାଟରେ ସବୁ ଶେଷ କରିଦେଇଥାନ୍ତି। ଏହା ଦେଖି ଅସୁର
ଆହୁରି ରାଗିଗଲା। ରାଗରେ ସେ ଭୀମଙ୍କ ଉପରକୁ ଲମ୍ଫଟାଇ ଦେଲା। ଅସୁରଠାରୁ ଅଧିକ ବଳଶାଳୀ ତଥା ଶକ୍ତିଶାଳୀ ଭୀମ ଡେରି ନ କରି ନିଜର ଗଦା ଉଠାଇ ଅସୁରକୁ ପ୍ରତି ଆକ୍ରମଣ କଲେ। ଦୁହିଁଙ୍କ ଭିତରେ ଭୀଷଣ ଯୁଦ୍ଧ ଲାଗିଗଲା। ଶେଷରେ ଭୀମଙ୍କ ଗଦା ପାହାରରେ ମଣ୍ଡାଖିଆ ଅସୁରଟା ସେହିଠାରେ ହିଁ ରଡି କରି ସବୁଦିନ ପାଇଁ ଟଳି ପଡ଼ିଲା। ଏହାପରେ ଭୀମ ଶଗଡ଼ ସହିତ ଗାଁ ଭିତରକୁ ଫେରି ଆସିଲେ। ଗାଁରେ ପହଞ୍ଚି ଲୋକମାନଙ୍କୁ ପ୍ରଥମେ ଅସୁରର ମରିବାର ଶୁଭ ସମ୍ବାଦଟା ଦେଲେ। ଗାଁ ଲୋକେ ଭୀମଙ୍କର ପ୍ରଶଂସା କରିବାକୁ ଲାଗିଲେ। ସେହିଦିନରୁ ସେ ଗାଁରୁ ମଣ୍ଡାଖିଆ ଅସୁରର ଡର ସବୁଦିନ ପାଇଁ ଉଭାନ ହୋଇଗଲା। ଗାଁ ଲୋକେ ହସ ଖୁସିରେ ଜୀବନ ବିତାଇବାକୁ ଲାଗିଲେ।